ମରଣଯନ୍ତା ପାଲଟିଥିଲା ମୁଖ୍ୟ ରାସ୍ତା। ଶୁଣିଲାନି ପ୍ରଶାସନ, ରାସ୍ତା ମରାମତି କଲେ ବଜାର କମିଟି। ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ ମଥାନୀ ବାଇପାସ୍ରୁ ବସ୍ତା ବାଇପାସ୍କୁ ସଂଯୋଗ ହୋଇଥିବା ମୁଖ୍ୟ ରାସ୍ତା ମଥାନୀ ଛକଠାରେ ପାଲଟିଥିଲା ମରଣଯନ୍ତା। ବିଭାଗୀୟ ଅଧିକାରୀଙ୍କ ବାରମ୍ବାର ଅଭିଯୋଗ କଲେ ବି କୌଣସି ସୁଫଳ ମିଳିଲା ନାହିଁ। ଫଳରେ ମଥାନୀ ଛକ ବଣିକ କମିଟିର ସଦସ୍ୟମାନେ ବାଲିବସ୍ତା ଚିପ୍ସ ଢାଳି ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଥିଲା। ସୂଚନା ଥାଉକି ଏଠାରେ ଠିକାଦାରଙ୍କ ମନମୁଖୀ କାର୍ଯ୍ୟ ଓ ବିଭାଗୀୟ ଅଧିକାରୀଙ୍କ ଅବହେଳା ପାଇଁ ଦୁଃଖ ଭୋଗୁଛନ୍ତି ଅଞ୍ଚଳବାସୀ। 5 ବର୍ଷ ଧରି ଏଠି ଚାଲିଛି ପୋଲ କାର୍ଯ୍ୟ। ଫଳରେ ଭଙ୍ଗା ଦଦରା ପୋଲରେ ପ୍ରତ୍ୟେକ ଦିନ ଶହ ଶହ ଗାଡ଼ି ଯିବା ଆସିବା କରୁଛି। ଏ ରାସ୍ତାଟି ବସ୍ତା ଡାକ୍ତରଖାନା, ଦମକଳ ଅଫିସ, ପୋଲିସ ଅଫିସର, ତହସିଲ ଅଫିସ ଯିବା ଆସିବା ପାଇଁ ଏକମାତ୍ର ମୁଖ୍ୟ ରାସ୍ତା ହୋଇଥିଲା ବେଳେ ଆମ୍ବୁଲାନ୍ସ, ଦମକଳ ଗାଡ଼ି, ବସ୍ ମଧ୍ୟ ଏ ରାସ୍ତା ଦେଇ ପ୍ରତ୍ୟେକ ଦିନ ବିପଦପୂର୍ଣ୍ଣ ଭାବେ ଯିବା ଆସିବା କରୁଛି। ଏହାକୁ ଦେଖି କମିଟି ସଦସ୍ୟ ଭବାନୀ ଶଙ୍କର ନାୟକ, ଅଜିତ ଗିରି, ଅକ୍ଷୟ ବେହେରା, ପାତିଆ ଜେନା, ତପନ ଧଳ, ଟୁକୁନ ବିଶ୍ୱାଳ, ସୁଧାଂଶୁ ରାଉତ ଓ ବାବୁଲି ବିଶି ସମେତ ଅନ୍ୟମାନେ ସହଯୋଗ କରିଥିଲେ। ବ୍ୟୁରୋ ରିପୋର୍ଟ, ମହିମା ଟିଭି।